ପିଲାମାନେ ମୁଁ ପ୍ରୀତି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଚ୍ୟାନେଲ ପ୍ରୀତି ଏଜୁକେସନକୁ। ଆଜି ଆମେ ପଢ଼ିବା ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ଭାରତର ବୁଲବୁଲ ବିଷୟର ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର ଅଭ୍ୟାସ ଦେଇଛି, ଆସ କଥାବାର୍ତ୍ତା ହେବା। ସରୋଜିନୀ ନାଇଡୁ ପିଲାଦିନେ କ'ଣ କରିବାକୁ ଅଧିକ ଭଲ ପାଉଥିଲେ? ତାହେଲେ ସରୋଜିନୀ ନାଇଡୁ ପିଲାଦିନେ କବିତା ଲେଖିବାକୁ ଅଧିକ ଭଲ ପାଉଥିଲେ। ସରୋଜିନୀ କାହାଙ୍କୁ ବିବାହ କରିଥିଲେ? ସରୋଜିନୀ ହାଇଦ୍ରାବାଦର ଜଣେ ଡାକ୍ତର ଗୋବିନ୍ଦ ରାଜୁଲୁ ନାଇଡୁଙ୍କୁ ବିବାହ କରିଥିଲେ। କବିତା ଲେଖିବା ସହିତ ସରୋଜିନୀଙ୍କର ଆଉ କେଉଁ ବିଷୟରେ ଦକ୍ଷତା ଥିଲା? କବିତା ଲେଖିବା ସହିତ ସେ ଭଲ ଭାଷଣ ଦେବାର ଦକ୍ଷତା ଥିଲା। ରାଜନୀତି କ୍ଷେତ୍ରରେ ମଧ୍ୟ ତାଙ୍କର ନିପୁଣତା ପ୍ରକାଶ ପାଇଥିଲା। ତା ସହିତ ସେ କବିତା ଆବୃତ୍ତି ମଧ୍ୟ ଭଲ କରିପାରୁଥିଲେ। ସରୋଜିନୀଙ୍କର କବିତା ଓ ବକ୍ତୃତା କାହାକୁ ଅନୁପ୍ରାଣିତ କରୁଥିଲା? ସରୋଜିନୀଙ୍କର କବିତା ଓ ବକ୍ତୃତା ସେ କାଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅନୁପ୍ରାଣିତ କରୁଥିଲା। ଓ କେଉଁ ମସିହାରେ ସରୋଜିନୀଙ୍କର ମୃତ୍ୟୁ ହୋଇଥିଲା? ତାହେଲେ 1949 ମସିହା ମାର୍ଚ୍ଚ 2 ତାରିଖରେ ସରୋଜିନୀଙ୍କର ମୃତ୍ୟୁ ହୋଇଥିଲା। ତାପରେ ଆମର 2 ନମ୍ବର କ୍ୱେଶ୍ଚିନ୍ ଦେଇଛି, ପିଲାଦିନେ ସରୋଜିନୀଙ୍କୁ ତାଙ୍କ ବାପା କୋଠରୀ ଭିତରେ ବନ୍ଦ କରିଦେଇଥିଲେ କାହିଁକି? କ'ଣ ପାଇଁ ବନ୍ଦ କରିଦେଇଥିଲେ? ବାପା ତାଙ୍କୁ ଗୋଟେ ଅଙ୍କ କଷିବାକୁ ଦେଇଥିଲେ, କିନ୍ତୁ ଅଙ୍କ କଷିବାରେ ତାଙ୍କର ମନ ନଥିଲା। ସେଥିପାଇଁ ବାଧ୍ୟ କରି ବାପା ତାଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖି ବାହାରୁ କବାଟ ଖେଳି ଦେଇଥିଲେ। ସରୋଜିନୀଙ୍କୁ ପ୍ରାଚ୍ୟ ଜଗତର କୋକିଳ ବୋଲି କୁହାଯାଉଥିଲା କାହିଁକି? ସରୋଜିନୀଙ୍କର କବିତାରେ ମୁଗ୍ଧ ହୋଇ ଲୋକ ତାଙ୍କୁ ପ୍ରାଚ୍ୟ ଜଗତର କୋକିଳ ବୋଲି କହୁଥିଲେ। ସରୋଜିନୀ କାହିଁକି କାରାବରଣ କରିଥିଲେ? 1903 ମସିହାରେ ଭାରତରେ ଲବଣ ସତ୍ୟାଗ୍ରହ ଚାଲିଥାଏ। ଗାନ୍ଧିଜୀ ସତ୍ୟାଗ୍ରହରେ ମାତିଥାନ୍ତି। ଇଂରେଜମାନେ ଯେତେବେଳେ ଗାନ୍ଧିଜୀଙ୍କୁ ଗିରଫ କଲେ, ସରୋଜିନୀ ନାଇଡୁ ଏହି ସତ୍ୟାଗ୍ରହର ନେତୃତ୍ୱ ନେଇ ଆନ୍ଦୋଳନକୁ ଚାଲୁ ରଖିଲେ। ଦେଶ ପାଇଁ ସେ ବହୁବାର କାରାବରଣ କରିଛନ୍ତି ଓ ବହୁ ଦୁଃଖ କଷ୍ଟ ମଧ୍ୟ ସହିଛନ୍ତି। ଘରେ ସରୋଜିନୀଙ୍କ ଇଂରାଜୀ କବିତାଟି ଦେଖି ତାଙ୍କ ବାପା କ'ଣ ଭାବିଲେ? ସରୋଜିନୀଙ୍କ ଇଂରାଜୀ କବିତାଟି ଦେଖି ସେ ଭାବିଲେ ତାଙ୍କ ଝିଅ ଭବିଷ୍ୟତରେ ନିଶ୍ଚୟ ଜଣେ ବଡ଼ କବି ହେବ, କବି ଭାବରେ ନାଁ କରିବ। ତାପରେ ଆମର 3 ନମ୍ବର କ୍ୱେଶ୍ଚିନ୍ ଦେଇଛି, ସରଳ ଭାଷାରେ ବୁଝାଇ ଲେଖିବା। କ ତୁଳସୀ 2 ପତ୍ରରୁ ବାସେ। ଖ ସେ ଥିଲେ ପ୍ରାଚ୍ୟ ଜଗତର କୋକିଳ। ଗ ସେ ପ୍ରକୃତରେ ଥିଲେ ହୀରାଟିଏ। ତାହେଲେ ଫାର୍ଷ୍ଟ 3 ନମ୍ବର କକୁ ଯିବା। ତୁଳସୀ 2 ପତ୍ରରୁ ବାସେ। ତୁଳସୀ ... ବାସେ। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ଭାରତ ବୁଲବୁଲ ବିଷୟରୁ ଆସିଅଛି। ଏଠାରେ ଲେଖକ ସରୋଜିନୀ ନାଇଡୁଙ୍କର ମହତ୍ ଗୁଣ କିପରି ପିଲାଦିନରୁ ଫୁଟି ଉଠିଥିଲା ତାହା ବର୍ଣ୍ଣନା କରିଛନ୍ତି। ଓଡ଼ିଆରେ ଏକ ପ୍ରବାଦ ଅଛି, ତୁଳସୀ 2 ପତ୍ରରୁ ବାସେ, ବିଛୁଆତି 2 ପତ୍ରରୁ କୁଣ୍ଡେଇ ହୁଏ। ଅର୍ଥାତ୍ କୌଣସି ଲୋକର ଭଲ ବା ମନ୍ଦ ଗୁଣ ତାର ପିଲାଦିନରୁ ହିଁ ଜଣାପଡ଼ିଥାଏ। ସରୋଜିନୀ ନାଇଡୁ ତାଙ୍କ ପିଲାଦିନରୁ ହିଁ ଜଣେ ବିଖ୍ୟାତ କବି ହେବା କଥା ତାଙ୍କ ପିତା ଲକ୍ଷ୍ୟ କରିପାରିଥିଲେ। ଯେତେବେଳେ ସେ 13 ବର୍ଷ ବୟସରେ 1300 ଧାଡ଼ିର ଏକ ସୁନ୍ଦର ଇଂରାଜୀ କବିତା ଲେଡି ଅଫ୍ ଦି ଲେକ୍ ଲେଖି ସମସ୍ତଙ୍କୁ ବିସ୍ମିତ କରିଯାଇଥିଲେ, ଠିକ୍ ସେହିପରି ସରୋଜିନୀ ନାଇଡୁ ଯେ ଭବିଷ୍ୟତରେ ଜଣେ ବଡ଼ କବି ହେବେ ତାହା ସ୍ପଷ୍ଟ ଥିଲା। ତାପରେ ଆମର ଆସିଲା ଖ ସେ ଥିଲେ ପ୍ରାଚ୍ୟ ଜଗତର କୋକିଳ। ତାହେଲେ ଏମିତି ଲେଖିବା, ସେ ... କୋକିଳ। ସଂସ୍କୃତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ ପୁସ୍ତକର ଭାରତର ବୁଲବୁଲ ବିଷୟରୁ ଉଦ୍ଧୃତ। ଏଠାରେ ଲେଖକ ଭଗବାନ ମହାନ୍ତି ସରୋଜିନୀ ନାଇଡୁଙ୍କୁ ପ୍ରାଚ୍ୟ ଜଗତର କୋକିଳ କହିବାର ଯଥାର୍ଥତା ଉପରେ ଆଲୋକପାତ କରିଛନ୍ତି। ପ୍ରଖ୍ୟାତ ନାରୀ କବି ସରୋଜିନୀ ନାଇଡୁ ପିଲାଦିନୁ କବିତା ଲେଖିବାକୁ ଭଲ ପାଉଥିଲେ। କି ଦିନ କି ରାତି ସେ ଏକୁଟିଆ ବସି ମନେ ମନେ କ'ଣ ଲେଖି ପକାଉଥିଲେ। ତାଙ୍କର ଏହି କବିତା ଲେଖା ତାଙ୍କୁ କବି ଭାବରେ ପରିଚିତ କରାଇଲା। ସେ କେବଳ କବିତା ଲେଖୁନଥିଲେ, ତାଙ୍କର ମଧୁର କଣ୍ଠସ୍ୱର କୋକିଳ ସ୍ୱର ଭଳି ଖୁବ୍ ମଧୁର ଥିଲା। ପ୍ରକୃତରେ ସେ ଥିଲେ ପ୍ରାଚ୍ୟ ଜଗତର କୋକିଳ। ଯେପରି କବିତା ଲେଖୁଥିଲେ ସେପରି ଆବୃତ୍ତି ବି କରୁଥିଲେ। ତାପରେ ଗ ସେ ପ୍ରକୃତରେ ଥିଲେ ହୀରାଟିଏ। ସେ ... ହୀରାଟିଏ। ସଂସ୍କୃତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ ପୁସ୍ତକର ଭାରତର ବୁଲବୁଲ ବିଷୟରୁ ଉଦ୍ଧୃତ। ଏଠାରେ ଲେଖକ ଭଗବାନ ମହାନ୍ତି ସରୋଜିନୀ ନାଇଡୁଙ୍କୁ ହୀରାଟିଏ କହିବାର ଯଥାର୍ଥତା ପ୍ରତିପାଦନ କରିଛନ୍ତି। ସରୋଜିନୀ ନାଇଡୁ ଜଣେ ପ୍ରଖ୍ୟାତ ନାରୀ କବି ଥିଲେ। ତାଙ୍କର କବିତା ଲେଖିବା ଓ ଗାଇବାରେ ଦକ୍ଷତା ଥିଲା।
ସେ ନିଜର କବିତା ଦ୍ୱାରା ସମସ୍ତଙ୍କୁ ଆକୃଷ୍ଟ କରିପାରୁଥିଲେ। ତାଙ୍କ କଣ୍ଠସ୍ୱର କୋକିଳର ସ୍ୱର ପରି ଖୁବ୍ ମଧୁର ଥିବାରୁ ତାଙ୍କୁ ପ୍ରାଚ୍ୟ ଜଗତର କୋକିଳ ବା ଭାରତର ବୁଲବୁଲ ବୋଲି କୁହାଯାଉଥିଲା। ତେବେ ତାଙ୍କର କବିତା ଓ ରାଜନୈତିକ ଦକ୍ଷତା ଦେଖିଲେ ଏହା ସହଜରେ କୁହାଯିବ ଯେ ସେ ପ୍ରକୃତରେ ଥିଲେ ହୀରାଟିଏ। ତାପରେ 4 ନମ୍ବର କ୍ୱେଶ୍ଚିନ୍। 4 ନମ୍ବର ଦେଇଛି, ଆସ ତଳେ ଥିବା ଶବ୍ଦଗୁଡ଼ିକୁ ଲଗାଇ ବାକ୍ୟ ଗଠନ କରିବା। ଉତ୍ସାହ, ସ୍ମୃତି, ପ୍ରତିଭା, ଅମଳିନ, କର୍ତ୍ତବ୍ୟ। ଉତ୍ସାହ, ମୁଁ ପାଠ ପଢ଼ିବା ପାଇଁ ମା' ମୋତେ ଉତ୍ସାହ କରନ୍ତି। ସ୍ମୃତି, ଭାରତବାସୀଙ୍କ ହୃଦୟରେ ସରୋଜିନୀଙ୍କ ସ୍ମୃତି ଚିରଦିନ ଅମଳିନ ରହିବ। ପ୍ରତିଭା, ସମସ୍ତଙ୍କ ହୃଦୟକୁ ସରୋଜିନୀଙ୍କ କବିତା ପ୍ରତିଭା ମୁଗ୍ଧ କରିଥିଲା। ଅମଳିନ, ମହାପୁରୁଷମାନଙ୍କ ତ୍ୟାଗ ଆମମାନଙ୍କ ହୃଦୟରେ ଅମଳିନ ରହିଛି। କର୍ତ୍ତବ୍ୟ, ବାପା ମା'ଙ୍କ ଉପଦେଶକୁ କର୍ତ୍ତବ୍ୟ ସହ ପାଳନ କରିବା ଉଚିତ। ତାପରେ ହେଉଛି 5 ନମ୍ବର, ଦକ୍ଷରୁ ଯେପରି ଦକ୍ଷତା ସେହିପରି ତଳ ଶବ୍ଦଗୁଡ଼ିକର ନୂଆ ରୂପ କ'ଣ ହେବ ତା ପାଖରେ ଲେଖିବା। ସରଳ, ସରଳତା, ଲୋକପ୍ରିୟ, ଲୋକପ୍ରିୟତା, ସୁନ୍ଦର, ସୁନ୍ଦରତା, ଜଟିଳ, ଜଟିଳତା। ତାପରେ ଯିବା 6 ନମ୍ବରକୁ। ଦେଇଛି, ସରୋଜିନୀ ଜଣେ ଝିଅର ନାମକୁ ବୁଝାଉଛି। ଭାରତ ଏକ ଦେଶର ନାମକୁ ବୁଝାଉଛି। ସେହିପରି ଆଉ 5ଗୋଟି ନାମ ଏ ପାଠରୁ ଖୋଜି ତଳେ ଦିଆଯାଇଥିବା କୋଠରୀମାନଙ୍କରେ ଲେଖିବା। ଯେମିତି ଅଛି ଇଂଲଣ୍ଡ, ସୁଭାଷ ଚନ୍ଦ୍ର ବୋଷ, ବମ୍ବେ, ଗାନ୍ଧିଜୀ, ଉତ୍ତରପ୍ରଦେଶ, ଏଇସବୁ। ତାପରେ 7 ନମ୍ବର, ଯୋଡ଼ା ଶବ୍ଦର ଗୋଟିଏ ଭାଗ ପ୍ରଜାପତିର ଗୋଟିଏ ଡେଣାରେ, ଆର ଭାଗଟି ଅନ୍ୟ ଡେଣାରେ ରହିଛି। ଆସ ଯେଉଁ ଭାଗ ସହିତ ଯେଉଁ ଭାଗର ସମ୍ପର୍କ ଅଛି ତାକୁ ବାଛି କୋଠରୀ ଭିତରେ ଲେଖିବା। ତାହେଲେ ହିସାବ, କିତାବ, ଧାଁ, ଧପଡ଼, ମୌଜ, ମଜଲିସ, ତାଟି, କବାଟ, ଦେଶ, ଖବର, ଛିନ୍, ଛତର। 8 ନମ୍ବର, ବନାନ ଠିକ୍ ଥିବା ଶବ୍ଦଟିକୁ ତଳ କୋଠରୀରେ ଲେଖିବା। ଏଠି ସାହାଯ୍ୟ, ସାହାଯ୍ୟ, ତାହେଲେ ଦନ୍ତେଶ ଆକାରେ ସା, ହରେ ଆକାରେ ଜରେ ଜ୍ୟ, ଫଳା ସାହାଯ୍ୟଟା ହେଉଛି ଠିକ୍। ଅଧିବେଶନ, ଅଧିବେଶନ, ଏଇଟା ହେଉଛି ଗୋଟେରେ ଅଛି ତାଲବେଶ, ଗୋଟେରେ ଅଛି ଦନ୍ତେଶ। ଏଇଟା ତାହେଲେ ଯେଉଁଥିରେ ତାଲବେଶ ଅଛି ସେଇଟା ହେଉଛି ଠିକ୍। ଧ ସେଇ ଧି, ବରେକାରେ ତାଲବେଶ ନ, ଅଧିବେଶନ। ତାପରେ ଆମର ହେଉଛି ପ୍ରଶଂସା ବି 2ଟା ଲେଖା ହେଇଛି, ଗୋଟେରେ ତାଲବେଶ ଅଛି, ଗୋଟେରେ ଦନ୍ତେଶ ଅଛି। ଯେଉଁଟା ଆମର ତାଲବେଶ ଅଛି ସେଇଟା ଠିକ୍। ତାହେଲେ ପରେ ର ଫଳା ପ୍ର, ତାଲବେଶ ର ଅନୁସାରେ ସଂ, ଦନ୍ତେଶ ଆକାରେ ସା, ପ୍ରଶଂସା। ତାପରେ ସରୋଜିନୀ, ସରୋଜିନୀ ତ ବିଷୟ ସାରା ଦେଖିଛେ, କେମିତି ଲେଖା ହେଇଛି? ଦନ୍ତେଶ, ରରେ ଉକାରେ ର, ରରେ ଉକାରେ ରୋ, ଜରେ ହର୍ଷେଇ ବର୍ଗେ ଜ ହର୍ଷେଇ ଜି, ନରେ ଦୀର୍ଘେଇ ନି, ସରୋଜିନୀ। ତାପରେ ଆମର ଆସିଲା 9 ନମ୍ବର, ନିମ୍ନ ଉତ୍ତର ଗୁଡ଼ିକୁ ପାଇବା ପାଇଁ ଗୋଟିଏ ଗୋଟିଏ ପ୍ରଶ୍ନ ତିଆରି କରିବା। କ ଦେଇଛି, ସରୋଜିନୀଙ୍କ ପିତାଙ୍କ ନାମ ଅଘୋରନାଥ ଚଟ୍ଟୋପାଧ୍ୟାୟ। ଆମ କ୍ୱେଶ୍ଚିନ୍ କରିବାର ଅଛି। ତାହେଲେ ସରୋଜିନୀଙ୍କ ପିତାଙ୍କ ନାମ କ'ଣ? ଖରେ ଦେଇଛି, ଝିଅ ଅଙ୍କ ନ କଷି ଲେଖି ପକାଇଲା ଗୋଟିଏ କବିତା। ତାହେଲେ କ୍ୱେଶ୍ଚିନ୍ କ'ଣ କରିବା ନା ଝିଅ ଅଙ୍କ ନ କଷି କ'ଣ ଲେଖି ପକାଇଲା। କବିତାଟି ଇଂରାଜୀ ଭାଷାରେ ଲେଖା ହୋଇଥିଲା। କବିତାଟି କେଉଁ ଭାଷାରେ ଲେଖା ହୋଇଥିଲା? 1914 ମସିହାରେ ପ୍ରଥମ ଥର ପାଇଁ ସରୋଜିନୀ ଗାନ୍ଧିଜୀଙ୍କୁ ଭେଟିଲେ। ଏମିତି ହେଇପାରିବ, କେବେ ସରୋଜିନୀ ଗାନ୍ଧିଜୀଙ୍କୁ ପ୍ରଥମ ଥର ପାଇଁ ଭେଟିଲେ କି 1914 ମସିହାରେ ପ୍ରଥମ ଥର ପାଇଁ କିଏ ଗାନ୍ଧିଜୀଙ୍କୁ ଭେଟିଲେ? ଏରେ ଆସିଲା, ଭାରତ ସ୍ୱାଧୀନ ହେଲା ପରେ ସେ ଉତ୍ତରପ୍ରଦେଶ ରାଜ୍ୟପାଳ ହେଲେ। ତାହେଲେ ଭାରତ ସ୍ୱାଧୀନ ହେଲା ପରେ ସେ କ'ଣ ହେଲେ ବା ଭାରତ ସ୍ୱାଧୀନ ହେଲା ପରେ ସିଏ କେଉଁଠିକାର ରାଜ୍ୟପାଳ ହେଲେ? 10 ନମ୍ବର, ଗଲେ ଯେପରି ଗମନ କଲେ ବୋଲି ଲେଖାଯାଇପାରୁଛି ସେହିପରି ନିମ୍ନରେ ଥିବା ଶବ୍ଦଗୁଡ଼ିକୁ ଲେଖିବା। ଦେଖିଲେ, ଦର୍ଶନ କଲେ, ଶୋଇଲେ, ଶୟନ କଲେ, ଶୁଣିଲେ, ଶ୍ରବଣ କଲେ, କାଟିଲେ, କର୍ତ୍ତନ କଲେ ବା କଟନ କଲେ। 11 ନମ୍ବର, ମୁଁ ଗଲି ତୁମେ ଗଲ ସେ ଗଲା। ସେହିପରି କ'ଣ ହେବ? ମୁଁ ଖାଇଲି ତୁମେ ଖାଇଲ ସେ ଖାଇଲା। ମୁଁ ବସିଲି ତୁମେ ବସିଲ ସେ ବସିଲା। ମୁଁ ଲେଖିଲି ତୁମେ ଲେଖିଲ ସେ ଲେଖିଲା। ଏଠି ଆମର ବିଷୟଟି ଭାରତ ବୁଲବୁଲ ବିଷୟର ପ୍ରଶ୍ନ ଉତ୍ତର ଶେଷ ହୋଇଯାଇଛି। ଧନ୍ୟବାଦ।